ଦିନେ ନାଟୁରାମ ଚୋରି କରି ଦୌଡ଼ି ପଳାଉଥିଲା। ପୋଲିସ ତା ପଛରେ ଗୋଡ଼ାଇଲା ଆଉ ନାଟୁରାମ ଦୌଡ଼ି ଦୌଡ଼ି ଗୋଟିଏ ଦୋକାନ ଘରେ ପଶିଗଲା ଆଉ ସଟର କବାଟ ମାରିଦେଲା। ଆଉ ପୋଲିସର କିଛି ବୁଦ୍ଧି ବାଟ ଦେଖାଗଲା ନାହିଁ। ବନ୍ଧୁଗଣ, ଆପଣ ଏବେ ଆମକୁ କହିବେ ପୋଲିସ ଏବେ କ'ଣ କରିବ, ନାଟୁରାମକୁ କେମିତି ଧରିବ? ଶୀଘ୍ର ଭାବନ୍ତୁ। ଆପଣଙ୍କ ଆନ୍ସର କମେଣ୍ଟ କରି କୁହନ୍ତୁ। ବନ୍ଧୁଗଣ, ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ଭିଡ଼ିଓଟିକୁ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ବନ୍ଧୁଗଣ, ଭଲ କରି ଦେଖନ୍ତୁ, ଯେଉଁ ଘରେ ନାଟୁରାମ ଲୁଚିଛି ସେଇ ଘର ଦେଇ ଡୋରକୁ ଗୋଟିଏ ଦଉଡ଼ି ଲାଗିଛି। ପୋଲିସ ଦଉଡ଼ି ସାହାଯ୍ୟରେ ଉଠି ଡୋର ଦେଇ ଘର ଭିତରେ ପଶିବ ଆଉ ନାଟୁରାମକୁ ଧରିନେବ। ଦିନେ ସନିଆ ନାଟୁରାମ ଘରକୁ ଗଲା ଆଉ ଯାଇ ଦେଖେ ତ ନାଟୁରାମର ମର୍ଡର କିଏ କରିଦେଇଛି। ସୋନରାମ ସଙ୍ଗେ ସଙ୍ଗେ ପୋଲିସକୁ ଫୋନ କଲା। ପୋଲିସ ସଙ୍ଗେ ସଙ୍ଗେ ଆସିଗଲା ଆଉ ଇନଭେଷ୍ଟିଗେସନ କଲା। ପ୍ରଥମେ ପୋଲିସ ସୋନରାମକୁ ପଚାରିଲା ଯେ ତମେ ଏଠାକୁ କେତେବେଳେ ଆସିଥିଲ? ଆଉ ସନିଆ କହିଲା, ମୁଁ ପ୍ରତିଦିନ ଭଳି ଆଜି ମଧ୍ୟ ନାଟୁରାମ ଘରକୁ ଆସିଥିଲି ଆଉ ଆସି ଦେଖେ ତ ନାଟୁରାମର ମର୍ଡର ହୋଇଯାଇଛି ଆଉ ଆପଣଙ୍କୁ ସଙ୍ଗେ ସଙ୍ଗେ କଲ୍ କଲି। ତାପରେ ପୋଲିସ ନାଟୁରାମର ସବୁ ସାଙ୍ଗମାନଙ୍କ ଉପରେ ସନ୍ଦେହ କଲା। ପୋଲିସ ପ୍ରଥମେ ଗାଣ୍ଡୁରାମ ଘରକୁ ଗଲା, କିନ୍ତୁ ଗାଣ୍ଡୁରାମ ଘରର କବାଟ ବନ୍ଦ ଥିଲା। ଆଉ ପୂଜା ସଙ୍ଗେ ସଙ୍ଗେ ଆସି କହିଲା, ଗାଣ୍ଡୁରାମ ସକାଳଠୁ ଘରେ ନାହିଁ, ସେ କ୍ରିକେଟ ଖେଳିବା ପାଇଁ ଯାଇଛି। କିନ୍ତୁ ପୋଲିସ ଗାଣ୍ଡୁରାମ ଘରକୁ ଦେଖି ଜାଣିପାରିଲା ଯେ ଗାଣ୍ଡୁରାମ ଘର ଭିତରେ ଅଛି। ପୋଲିସ ଏମିତି କ'ଣ ଦେଖିଲା ଯେ ପୋଲିସ ଜାଣିପାରିଲା ଗାଣ୍ଡୁରାମ ଘର ଭିତରେ ଅଛି? ବନ୍ଧୁଗଣ, ଆପଣ ମଧ୍ୟ ଗାଣ୍ଡୁରାମ ଘରକୁ ଭଲ ଭାବରେ ଦେଖନ୍ତୁ ଏବଂ ଆପଣଙ୍କ ଆନ୍ସର କମେଣ୍ଟ କରି କୁହନ୍ତୁ। ବନ୍ଧୁଗଣ, ପୋଲିସ ଦେଖିଲା ଗାଣ୍ଡୁରାମ ଘରର ଝରକା ଖୋଲା ଅଛି ଏବଂ ଝରକା ମଧ୍ୟ ଦେଇ କିଛି ପାଣି ପଡ଼ିଛି। ଏହାର ଅର୍ଥାତ ଗାଣ୍ଡୁରାମ ଘର ଭିତରେ ଅଛି। ତାପରେ ପୋଲିସ ଜାଣିପାରିଲା ନାଟୁରାମକୁ କିଏ ମର୍ଡର କରିଛି। କ'ଣ ବନ୍ଧୁଗଣ, ଆପଣ ଜାଣିଛନ୍ତି ନାଟୁରାମକୁ କିଏ ମର୍ଡର କରିଛି? ନାଟୁରାମକୁ ପୂଜା ଏବଂ ଗାଣ୍ଡୁରାମ ଦୁଇ ଜଣ ମିଶି ମର୍ଡର କରିଛନ୍ତି। କାରଣ ପୂଜା ଜାଣିଶୁଣି ଗାଣ୍ଡୁରାମ ଘରକୁ ଲକ୍ କରିଦେଇଥିଲା ଆଉ କହିଲା ପୋଲିସକୁ ଯାଇ ଯେ ଗାଣ୍ଡୁରାମ ଘରେ ନାହିଁ। କାରଣ ଗାଣ୍ଡୁରାମ ପୂଜାକୁ କହିଥିଲା ଯେ ପୋଲିସକୁ ଏହି କଥା ଜଣାଇବା ପାଇଁ। ତେଣୁ ଦୁଇ ଜଣ ମିଶି ଗାଣ୍ଡୁରାମକୁ ମର୍ଡର କରିଥିଲେ।